ବେଳେ ବେଳେ ଆମ ସହ କିଛି ଏମିତି ଘଟିଯାଏ ଆମକୁ ଭୂତ ଅଛି କି ନାହିଁ ଭାବିବା ପାଇଁ ବାଧ୍ୟ କରିଦିଏ। ତ ଏଇ କାହାଣୀଟି ଆରମ୍ଭ ହେଉଛି ସେତେବେଳେ ଯେତେବେଳେ ମୁଁ ଦୁବାଇରେ ଚାକିରି କରୁଥିଲି। ଦୁବାଇରୁ ମୁଁ ବେଳେ ବେଳେ ହିଁ ଓଡ଼ିଶା ଆସିପାରେ, ପ୍ରାୟତଃ ବର୍ଷକୁ ଥରେ ବା ଦୁଇଥର। କିନ୍ତୁ ଯେତେବେଳେ ବି ଆସେ ମୁଁ ମୋ ବେଷ୍ଟ ଫ୍ରେଣ୍ଡ ରିହାନ ସହ ସବୁବେଳେ ଦେଖା ହୁଏ। ଆମେ ଦୁଇ ଜଣ ଛୋଟବେଳରୁ ହିଁ ସାଙ୍ଗ। ରିହାନ ଘରର ଅସୁବିଧା ପାଇଁ ପାଠ ପଢ଼ା ଅଧାରୁ ଛାଡ଼ି ଭୁବନେଶ୍ୱରରେ ଟ୍ୟାକ୍ସି ଚଲାଉଥାଏ। ଆଉ ମୁଁ ଯେତେବେଳେ ବି ଦୁବାଇରୁ ଓଡ଼ିଶା ଆସେ ତାକୁ ମୋ ସହ ଦୁବାଇ ଯିବାକୁ କହେ, କିନ୍ତୁ ସେ ମନା କରିଦିଏ। ସେ କହେ ଯେ ମୋ ବୁଢ଼ା ବାପା ମାଆକୁ ଛାଡ଼ି ମୁଁ କୁଆଡ଼େ ବି ଯିବିନି। ଏସବୁ ସତ୍ତ୍ୱେ ବି ମୁଁ ଯେତେବେଳେ ବି ଦୁବାଇରୁ ଓଡ଼ିଶା ଆସେ ସେ ମୋତେ ଏୟାରପୋର୍ଟ ନେବାକୁ ଆସେ, ଆଉ ଦୁବାଇ ଗଲାବେଳେ ସେ ମୋତେ ଛାଡ଼ିବାକୁ ଆସେ। ଏସବୁ ଥିଲା ଆମର ପ୍ରତିବର୍ଷର କାହାଣୀ। ଆଉ ଏଇଥର ବି ମୋର ଛୁଟି ଷ୍ଟାର୍ଟ ହେଇଯାଇଥାଏ। ମେ ମାସ ଥିଲା। ମୁଁ ଘରକୁ ଯିବି ବୋଲି ବହୁତ ଖୁସି ଥିଲି। ନ ଭାବିବା କାହିଁକି, କାରଣ ଦୀର୍ଘ ବର୍ଷେ ପରେ ମୁଁ ମୋ ପରିବାର ଓ ମୋ ସାଙ୍ଗ ସହ ଦେଖା କରିବି। ସବୁଥର ପରି ଏଥର ବି ମୋତେ ରିହାନ ଭୁବନେଶ୍ୱର ଏୟାରପୋର୍ଟକୁ ନେବାକୁ ଆସିଥିଲା। ତାକୁ ଦେଖି ମୁଁ ବହୁତ ଖୁସିରେ ଥିଲି। ଆଉ ତାକୁ ମଜାରେ ମଜାରେ କହିଲି, ତୁ ତ ଦିନକୁ ଦିନ ବୁଢ଼ା ଦେଖାଗଲୁଣି ରେ ସାଙ୍ଗ। ତାପରେ ସେ କହିଲା, ବୁଢ଼ା ତ ଦିନେ ନା ଦିନେ ସମସ୍ତଙ୍କୁ ହେବାକୁ ପଡ଼ିବ, ଆଉ ଦିନେ ନା ଦିନେ ସମସ୍ତଙ୍କୁ ମରିବାକୁ ବି ପଡ଼ିବ। ତା ଜବାବ ଶୁଣି ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଗଲି, କାରଣ ସେ ମୋ ମଜାକର ଜବାବ ସବୁବେଳେ ମଜାକରେ ହିଁ ଦିଏ। ତାକୁ ଏତେ ସିରିୟସ୍ ମୁଁ କେବେ ବି ଦେଖିନି। ତାପରେ ମୁଁ ନୋଟିସ୍ କଲି ସେ ଏଇଥର ତା ଟ୍ୟାକ୍ସି ଧରିକି ଆସିନି। ତାପରେ ମୁଁ ତାକୁ ପଚାରିଲି, ଆରେ ସାଙ୍ଗ ତୋ ଟ୍ୟାକ୍ସି କୁଆଡ଼େ ଗଲା କିରେ? ତାପରେ ସେ ଟିକେ ଚୁପ୍ ରହିକି କହିଲା, ଆରେ ସେଇଟା ତ ଟିକେ ଖରାପ ହେଇଛି ବୋଲି ଗ୍ୟାରେଜରେ ଦେଇଛି। ତାପରେ ଆମେ ସେଦିନ ଭୁବନେଶ୍ୱର, ଖଣ୍ଡଗିରି ଆଉ ବିଭିନ୍ନ ଜାଗା ସବୁ ବୁଲିଲୁ। ତା ପରଦିନ ସକାଳେ ମୋର ଗାଁକୁ ଟ୍ରେନ୍ ଥିଲା, ସେଥିପାଇଁ ମୁଁ ତା ସହ ତା ରୁମ୍ରେ ରହିବାକୁ ସ୍ଥିର କଲି। ତା ପରଦିନ ସକାଳେ ରିହାନ ମୋତେ ରେଲୱେ ଷ୍ଟେସନ ପାଖକୁ ଛାଡ଼ିବାକୁ ଆସିଲା, ଆଉ ଛାଡ଼ିକି ଚାଲିଗଲା। ଟ୍ରେନ୍ 4 ଘଣ୍ଟା ଲେଟ୍ ଥିଲା। ମୁଁ ଟିକେଟଟା ଦେଖିବା ପାଇଁ ମୋ ପକେଟରେ ହାତ ପୁରେଇଲାରୁ ଦେଖେ ତ ଟିକେଟ ତ ନାହିଁ। ତାପରେ ମୋର ମନେ ପଡ଼ିଲା ଯେ ମୁଁ ଟିକେଟଟା ବୋଧେ ରିହାନର ରୁମ୍ରେ ଛାଡ଼ି ଦେଇଛି। ତାପରେ ମୁଁ ରିହାନକୁ କଲ୍ କଲି, କିନ୍ତୁ ତା ଫୋନ୍ ସୁଇଚ୍ ଅଫ୍ ଥିଲା। ତାପରେ ମୁଁ ଟିକେଟ ପାଇଁ ତା ରୁମ୍କୁ ଗଲି ଆଉ ରୁମ୍ର କବାଟ ବାଡ଼େଇଲି। ମୋତେ କବାଟ ବାଡ଼ଉଥିବାର ଦେଖି ଗୋଟେ ବୁଢ଼ା ଲୋକ ଆସିଲା ଆଉ ପଚାରିଲା, ଆରେ ଆପଣ କାହାକୁ ଖୋଜୁଛନ୍ତି? ମୁଁ ମୋ ସାଙ୍ଗ ରୋହନକୁ ଖୋଜୁଛି ଅଙ୍କଲ। କାଲି ଆମେ ଏକାଠି ଥିଲୁ। ମୁଁ ଭୁଲରେ ଟିକେଟଟା ତା ରୁମ୍ରେ ଭୁଲି ଯାଇଛି ତ ସେଥିପାଇଁ ନେବାକୁ ଆସିଲି। ତା ଫୋନ୍ଟା ବି ସୁଇଚ୍ ଅଫ୍ ଅଛି। ମୋ କଥା ଶୁଣି ସେ ବୁଢ଼ା ଲୋକଟି ଆଶ୍ଚର୍ଯ୍ୟ ହୋଇଗଲା, ଆଉ କିଛି ସମୟ ଚୁପ୍ ରହିଲା ଓ ତାପରେ କହିଲା, କ'ଣ ତମେ ସିଓର ତମେ ଏଇ ରୁମ୍ରେ ଥିଲ? ହଁ ଅଙ୍କଲ। କ'ଣ ତମେ ପାଗଳ ହେଇଯାଇଛ? ଏଠି କେହି ରହୁନାହାନ୍ତି। ଆରେ ଅଙ୍କଲ, କାଲି ହିଁ ଆମେ ଏଇଠି ଥିଲୁ, ଆଉ ଆପଣ କହୁଛନ୍ତି କେହି ରହୁନାହାନ୍ତି। ତମେ କ'ଣ କହୁଛ? ଚାଲ ମୋ ସହ, ମୁଁ ତମକୁ ଦେଖାଉଛି। ତାପରେ ସେ ବୁଢ଼ା ଲୋକଟି ମୋତେ ତା ସହ ପୋଲିସ ଷ୍ଟେସନ ନେଇଗଲା। ଆଉ ପୋଲିସ ଷ୍ଟେସନ ଯାଇକି ସେ ପୋଲିସ ସହ ଟିକେ ସମୟ କଥା ହେଲା। ତାପରେ ପୋଲିସ ମୋ ପାଖକୁ ଆସି ପଚାରିଲା, ଆପଣ ରିହାନର କ'ଣ ଲାଗିବେ? ମୁଁ ରିହାନର ସାଙ୍ଗ ସାର୍। ଆମେ 2 ଜଣ ଛୁଆବେଳର ସାଙ୍ଗ। ତା ଫୋନ୍ ବି ସୁଇଚ୍ ଅଫ୍ ଅଛି। କ'ଣ ଅସୁବିଧା ହେଇଛି କି? ତାପରେ ପୋଲିସ ମୋତେ ଗୋଟେ ରୁମ୍କୁ ନେଇଗଲେ। ସେ ରୁମ୍ ବହୁତ ଥଣ୍ଡା ଥିଲା, ଆଉ କାନ୍ଥରେ ସବୁ ବଡ଼ ବଡ଼ ଡ୍ରୟର ଲାଗିଥିଲା। କିଛି ସମୟ ପରେ ମୁଁ ଜାଣିଗଲି ଇଏ ହେଉଛି ଗୋଟେ ମୁର୍ଦା ଘର, ଯେଉଁଠିକି ମୃତ ଶବକୁ ଆଣି ରଖାଯାଏ। ମୋତେ ଏଠି କ'ଣ ପାଇଁ ଆଣିଛନ୍ତି? ମୁଁ ବହୁତ ରାଗରେ ପଚାରିଲି। ତାପରେ ସେ ପୋଲିସଟି କହିଲା, ଗୋଟେ ୱିକ୍ ପୂର୍ବରୁ ମାଷ୍ଟର କ୍ୟାଣ୍ଟିନ୍ଠାରେ ଗୋଟେ ଟ୍ୟାକ୍ସିର ଦୁର୍ଘଟଣା ହେଇଥିଲା। ସେ ଦୁର୍ଘଟଣାରେ ଟ୍ୟାକ୍ସିବାଲା ଆଉ 3 ଜଣଙ୍କର ମୃତ୍ୟୁ ହେଇଯାଇଥିଲା। କାହାର ବି ଘର ଲୋକ ଆସିନାହାନ୍ତି, ସେଥିପାଇଁ ବଡି ସବୁ ଏଇଠି ରଖାଯାଇଛି। ତାପରେ ପୋଲିସ ଗୋଟି ଗୋଟି କରି 4ଟି ଡ୍ରୟର ଖୋଲିଲା ଆଉ କହିଲା, ଏଇ 4ଟି ଡ୍ରୟର ଭିତରୁ ଚିହ୍ନ ତମ ସାଙ୍ଗ କୋଉଠି। ତାପରେ ଡ୍ରୟର ପାଖକୁ ଯାଇ ମୁଁ ଯେତେବେଳେ ଶବ ମୁହଁରୁ କପଡ଼ାକୁ ହଟେଇଲି, ଦେଖିଲି ସେଠି ରିହାନର ବଡି ଅଛି। ମୋ ପାଦ ତଳୁ ମାଟି ଖସିଗଲା। ମୋ ମୁଣ୍ଡ ପୁରା ବୁଲେଇ ଦେଲା। ମୁଁ କ'ଣ ଭାବିବି କିଛି ବି ଜାଣିପାରିଲିନି। ମୁଁ ଭାବିବାକୁ ଲାଗିଲି, ତାହେଲେ ମୁଁ କାଲି କାହା ସହ ଥିଲି? ମୋ ମୁଣ୍ଡ ବୁଲେଇ ଦେଉଥାଏ। ଏସବୁ ଭାବି ଭାବି ପୋଲିସ ଷ୍ଟେସନ ବାହାରେ ଥିବା ଗୋଟେ ଗଛ ପାଖକୁ ମୁଁ ପଳେଇ ଆସିଲି। ଆଉ ହଠାତ୍, ବିହାନ ମୋ ସାଙ୍ଗ, ତତେ ଟିକେଟ ଦେବା ପାଇଁ ମୁଁ ଷ୍ଟେସନରେ ଖୋଜୁଛି, ତୁ ଏଇଠି? ଏଇ ଶବ୍ଦ ମୋ ପଛ ପାଖରୁ ଆସୁଥିଲା। ଆଉ ମୁଁ ବୁଲିକି ଦେଖେ ତ ମୋ ସାଙ୍ଗ ରିହାନ ଟିକେଟ ଧରିକି ଠିଆ ହେଇଥିଲା। ମୁଁ ଡରି ଡରି ପଚାରିଲି,
କିଏ ତୁ କ'ଣ କହୁଛୁ? ମୁଁ ରିହାନ, ତୋ ସାଙ୍ଗ। ନା ତୁମ ସାଙ୍ଗ ନୁହେଁ। ମୁଁ ଏବେ ତା ଡେଡ୍ ବଡି ଦେଖିକି ଆସୁଛି। ତାପରେ ସେ ଟିକେ ସମୟ ଚୁପ୍ ରହିକି କହିଲା, ତାହେଲେ ତୁ ଜାଣିଦେଲୁ? ଆରେ ସାଙ୍ଗ, ମୁଁ ହିଁ ରିହାନ। ମୁଁ ଗଲା ସପ୍ତାହରେ ଯେତେବେଳେ ଜାଣିଲି ତୁ ଆସିବୁ ବୋଲି ମୁଁ ବହୁତ ଖୁସିରେ ଥିଲି। ଆଉ ଭାବୁଥିଲି ତୁ ଏଥର ଆସିଲେ ଆମେ ବହୁତ ମଜାମସ୍ତି କରିବା। ଆଉ ଏମିତି ଭାବୁ ଭାବୁ ଗୋଟେ ଟ୍ରକ୍ ସହ ମୋର ଆକ୍ସିଡେଣ୍ଟ ହେଇଗଲା। ମୋର ତୋ ସହ ଦେଖା ହେବାର ଇଚ୍ଛା ଅଧୁରା ରହିଯାଇଥିଲା। ସେଥିପାଇଁ ମୁଁ ତୋ ପାଖକୁ ଆସିଥିଲି ସାଙ୍ଗ। ମୋ ବାପା ମାଆଙ୍କ ପରେ ତୋ ଛଡ଼ା ମୋର କିଏ ଅଛି ରେ ସାଙ୍ଗ? ଏ କଥା ଶୁଣିକି ମୋ ଆଖିରୁ ଲୁହ ଝରିଗଲା। ଆଉ ମୁଁ ତାକୁ କୁଣ୍ଢେଇ ପକେଇଲି। ତାପରେ ସେ ମୋତେ କହିଲା, ମୋ ସାଙ୍ଗ, ଏବେ ମୋ ଯିବା ସମୟ ହେଇଗଲା। ତୁ ମୋ ମା ବାପାଙ୍କ କଥା ଟିକେ ବୁଝୁଥିବୁ। ଏତିକି କହି ସେ ଉଭାନ ହେଇଗଲା। ଆଉ ମୁଁ ଆକାଶକୁ ଏମିତି ଚାହିଁ ରହିଥାଏ ଆଉ ମୋ ସାଙ୍ଗର ଆତ୍ମାକୁ ଶାନ୍ତି ମିଳୁ ବୋଲି ଭଗବାନଙ୍କୁ ଡାକୁଥାଏ। ସାଙ୍ଗମାନେ, ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ। ଏମିତି ହରର ଷ୍ଟୋରି ସହ ପୁଣି ଦେଖା ହେବ ଆସନ୍ତା ରବିବାର ସନ୍ଧ୍ୟା 7ଟାରେ। ସବସ୍କ୍ରାଇବ୍।